ବଡ଼ପଣ କବିତାର ସାରମର୍ମ ନିଜ ଭାଷାରେ ଲେଖ। ବଡ଼ପଣ କବିତାର ସାରମର୍ମ ନିଜ ଭାଷାରେ ଲେଖ। ଏହାର ସଠିକ୍ ଉତ୍ତର ବଡ଼ପଣ କବିତାଟି କବିବର ରାଧାନାଥ ରାୟଙ୍କ ବହୁ ଆଲୋଚିତ ଓ ଭିନ୍ନ ଧରଣର ବ୍ୟଙ୍ଗାତ୍ମକ ସାହିତ୍ୟ ସୃଷ୍ଟି ଦରବାର କାବ୍ୟର ଅଂଶବିଶେଷ। 1894 ମସିହା ଅଗଷ୍ଟ 29 ତାରିଖରେ ଯେଉଁ ଦରବାର ଆୟୋଜିତ ହୋଇଥିଲା, ସେଥିରେ ଖଣ୍ଡପଡ଼ାର ରାଜବଂଶର ଜ୍ୟୋତିର୍ବିଜ୍ଞାନୀ ସାମନ୍ତ ଚନ୍ଦ୍ରଶେଖର ସିଂ ଓ ବାଲେଶ୍ୱର ଜିଲ୍ଲା କାଉପୁରର ଜମିଦାର ଗୋବିନ୍ଦ ବଲ୍ଲଭ ରାୟଙ୍କୁ ଯଥାକ୍ରମେ ମହାମହୋପାଧ୍ୟାୟ ଓ ରାୟବାହାଦୂର ଉପାଧି ଦେବା ପାଇଁ ସ୍ଥିର ହୋଇଥିଲା। ବାରବାଟୀ ଦୁର୍ଗ ପ୍ରାଙ୍ଗଣରେ ସେହି ଦରବାରକୁ ସେ ସମୟର ଅନେକ ରାଜା ଓ ଜମିଦାର ନିମନ୍ତ୍ରଣ ପାଇଁ ଆସିଥିଲେ। ସେହି ରାଜା ଓ ଜମିଦାରମାନେ ନିଜର ବଡ଼ତି ଦେଖାଇବା ପାଇଁ ଚେଷ୍ଟା କରିଥିଲେ। କବିବର ସେହି ରାଜାମାନଙ୍କୁ ପ୍ରକାରାନ୍ତରରେ ନିଜର ଧର୍ମ ପାଳନ କରିବା ପାଇଁ ବ୍ୟଙ୍ଗାତ୍ମକ ଆକ୍ଷେପ ପ୍ରକାଶ କରିଛନ୍ତି। ଭୋଗବିଳାସ ପରିତ୍ୟାଗ କରି କ୍ଷତ୍ରିୟ ଧର୍ମ ପାଳନ ପୂର୍ବକ ନୈତିକ ଜୀବନଯାପନ କରି ପ୍ରଜାମଙ୍ଗଳରେ ବ୍ରତୀ ହେବା ଲାଗି ସେ ରାଜାଗଣଙ୍କୁ ଉପଦେଶ ଦେଇଛନ୍ତି। କବି ପ୍ରଥମେ ରାଜାମାନଙ୍କୁ ସେମାନଙ୍କର ସ୍ୱାଭିମାନ ସମ୍ପର୍କରେ ସଚେତନ କରାଇଛନ୍ତି। ପୂର୍ବରୁ ରାଜାମାନେ କିପରି ବହିନୀ ଶିକ୍ଷା ପରି ଊର୍ଦ୍ଧ୍ୱଗାମୀ ଥିଲେ, ସେପରି ହେବାକୁ କହିଛନ୍ତି। ପୂର୍ବରୁ ରାଜାମାନେ ରାଜ୍ୟକୁ ନିଜର ପରିବାର ମନେକରି ପ୍ରଜାମାନଙ୍କୁ ପୁତ୍ରବତ୍ ପାଳନ କରୁଥିଲେ, ମାତ୍ର ବର୍ତ୍ତମାନର ରାଜାମାନେ ପ୍ରଜାମାନଙ୍କୁ ବହୁ ଭାବରେ ଶୋଷଣ କରୁଛନ୍ତି। ରାଜା ଓ ପ୍ରଜାର ସମ୍ପର୍କ ହୋଇଛି ଖାଦକ ଓ ଖାଦ୍ୟର ସମ୍ପର୍କ। ପ୍ରଜାମାନଙ୍କୁ ତଣ୍ଡି ସେମାନେ ସେହି ଧନରେ ବିଦେଶୀ ଶାସକଙ୍କୁ ସନ୍ତୁଷ୍ଟ କରିଛନ୍ତି। ଧନ ଅର୍ଜନ କରି ଧନର ସୁବ୍ୟୟରେ ସାଫଲ୍ୟ ମିଳିଥାଏ ବୋଲି କବି ସଚେତନ କରାଇଛନ୍ତି। ଏହି ପର୍ଯ୍ୟାୟରେ ଧନ ଅର୍ଜନର ଅସାରତା ପ୍ରମାଣ କରିବା ପାଇଁ କବି ଗ୍ରୀକ୍ ବୀର ଆଲେକଜାଣ୍ଡାର ପ୍ରସଙ୍ଗକୁ ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି। ଯଦି ଆପଣମାନେ ପ୍ରଥମ ଥର ପାଇଁ ଏହି ଚ୍ୟାନେଲଟିକୁ ଭିଜିଟ୍ କରୁଛନ୍ତି, ତେବେ ଚ୍ୟାନେଲଟିକୁ ନିହାତି ସବସ୍କ୍ରାଇବ୍ କରନ୍ତୁ। ତାପରେ ଦେଖ, ପ୍ରଜାଙ୍କୁ ବହୁ ଭାବରେ ଶୋଷଣ କରୁଥିବା ରାଜାଙ୍କୁ ସଚେତନ କରାଇ ଜୀବନର ଅଳିକତା ଓ ଅସାରତା ସମ୍ପର୍କରେ କବି ସତର୍କ କରାଇଛନ୍ତି। କାଳର ନିଷ୍ଠୁର ପ୍ରଭାବରୁ ମୁକ୍ତି ପାଇବା ପାଇଁ କବି ପରାମର୍ଶ ଦେଇଛନ୍ତି। ଜନ୍ମ ଅନୁସାରେ ରାଜାମାନେ ରାଜପଦ ଲାଭ କରିଛନ୍ତି, ମାତ୍ର ସେହି ରାଜପଦକୁ ସ୍ଥାୟୀ କରିବା ପାଇଁ ଯଥାର୍ଥ କର୍ମ କରିବା ପାଇଁ କବି ବୁଝାଇଛନ୍ତି। ବିଧର୍ମୀ ରାଜାମାନଙ୍କୁ କବି ଧର୍ମ ସଚେତନ ହେବାକୁ କହିଛନ୍ତି। କାରଣ ସଂସାର ବାରିଧିକୁ ପାରି ହେବା ପାଇଁ ଧର୍ମପଥର ଆବଶ୍ୟକତା ରହିଛି। ଧର୍ମ ହିଁ ଜୀବନର ଏକମାତ୍ର ସତ୍ୟ। ଧର୍ମ ବ୍ୟତୀତ ଆଉ ସବୁ ଅଢ଼େଇଦିନିଆ ଓ ମୂଲ୍ୟହୀନ। ଠିକ୍ ଅଛି। ଶେଷରେ କବି ଯଥାର୍ଥ ବଡ଼ପଣ ସମ୍ପର୍କରେ କହିଛନ୍ତି। ବଡ଼ପଣ ହେଉଛି କାଳଜୟୀ କର୍ମ। ବଡ଼ପଣ ହେଉଛି କାଳଜୟୀ କର୍ମ, ଯେଉଁ କର୍ମ ପାଇଁ ମଣିଷ ମରି ମଧ୍ୟ ଅମର ହୋଇ ରହିଥାଏ। ମୃତ୍ୟୁ ପରେ ବି ଜୀବନ ସୌରଭ ଚହଟୁଥାଏ। କବି ରାଜାମାନଙ୍କୁ ପରାମର୍ଶ ଦେଇ କହିଛନ୍ତି, ଲଳସାରୁ ମନକୁ ବାହୁଡ଼ାଇ ନେଇ ଯଥାର୍ଥ ରାଜଧର୍ମ ଯାହାକି ପ୍ରଜାନୁରଞ୍ଜନ, ତାହାକୁ ପାଳନ କରିବା ପାଇଁ କହିଛନ୍ତି। ଧର୍ମପଥରେ ଜୀବନଯାପନ କରି ପ୍ରକୃତ ବଡ଼ପଣର ପରିଚୟ ଦେବାକୁ କବି ପାଠକମାନଙ୍କୁ ନିବେଦନ କରିଛନ୍ତି।